ଆଜିକାଲି ପ୍ରାୟ ମୋର ସମସ୍ତ ପିଲାଙ୍କ ସହିତ ଏକ ସମସ୍ୟା ଏହା ହେଉଛି କି ଯେତେବେଳେ ବି ସେମାନଙ୍କ ସହିତ କାହାର କିଛି ବି ଝଗଡ଼ା ହୁଏ କିମ୍ବା କିଛି ରାଗରୁଷା ହୋଇଯାଏ, ତେବେ ସେମାନେ ସାଙ୍ଗ ହୋଇ ବସିକି କଥାବାର୍ତ୍ତା କରନ୍ତି ନାହିଁ। ଜୋର ଜୋରରେ ପାଟି ଚିଲେଇକି ଲଢ଼େଇ କରିବେ କିମ୍ବା ପରସ୍ପରକୁ ଦେଖେଇ ଦେଖେଇକି କଥା ହେବେ। ପିଲାମାନେ ପ୍ରତ୍ୟେକ ରାଗରୁଷା ବା ଝଗଡ଼ାକୁ ଆଦର ସହକାରେ ଜଣେ ଅନ୍ୟ ଜଣକୁ ଶାନ୍ତିର ସହିତ ଶୁଣିବା, ପରସ୍ପରକୁ ବୁଝିବା ଏବଂ ପରସ୍ପର ସହିତ କଥାବାର୍ତ୍ତା କରି ସମାଧାନ କରାଯାଇପାରିବ। ତୁମର ଅହଙ୍କାରକୁ ଭୁଲିଯାଇ ଶାନ୍ତ ମନରେ ସବୁକିଛି ଶୁଣ। ଯଦି ଶୁଣିବ ନାହିଁ ତେବେ କିପରି ବୁଝିବ? ଯଦି ନ ବୁଝିବ ତେବେ କଥା କେମିତି ହେବ ଏବଂ ମାମଲା କେମିତି ସୁଝିବ? ମନେ ରଖ, କ୍ରୋଧ ଏବଂ ଅହଙ୍କାର ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବା ଜରୁରୀ ହେଉଛି ସମ୍ପର୍କ। ତୁମର ପ୍ରିୟଜନମାନେ କ'ଣ ସେମାନଙ୍କୁ ହରାଇ ତୁମେ ଖୁସିରେ ରହିପାରିବ କି? ନୁହେଁ ନା? ତ ବାସ୍ କେବଳ ବିଶ୍ୱାସ ରଖ କି ଯଦି ତୁମେ ଚେଷ୍ଟା କରିବ ସବୁକିଛି ଠିକ୍ ହେବ। ଯେଉଁଠାରେ କୌଣସି ପ୍ରୟାସ ବା ଚେଷ୍ଟା ନଥାଏ ସେଠାରେ ସମ୍ପର୍କ ଭାଙ୍ଗିଯାଏ ଏବଂ ଜୀବନରେ ନିରାଶ ଅନୁଭବ ହୋଇଥାଏ। ମୋର ଏହି କଥାକୁ ଜୀବନରେ ଗ୍ରହଣ କର, ଆପଣାଅ ଏବଂ ଖୁସି ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।